ରହିଛି ଶିକ୍ଷୟତ୍ରୀ ହେବାର ସ୍ୱପ୍ନ, ହେଲେ ଦାଉ ସାଜିଛି ଆର୍ଥିକ ଅନଶନ। ଉଚ୍ଚଶିକ୍ଷା ପଢ଼ିବା ପାଇଁ କଣ୍ଟା ସାଜିଛି ଆର୍ଥିକ ସ୍ଥିତି, କିନ୍ତୁ ପାଠ ପଢ଼ାରେ ହାର ମାନି ନାହାନ୍ତି ବର୍ଷା ମହାନ୍ତି। ହଁ ଆଜ୍ଞା, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅଧୀନ କଞ୍ଚୁରୁ ପଞ୍ଚାୟତ କଣ୍ଟାଇକୁଳି ଗ୍ରାମର ବାପା ଶଙ୍କର ମହାନ୍ତି ଓ ମା ବନିତା ମହାନ୍ତିଙ୍କ ଝିଅ ବର୍ଷା ମହାନ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ କଞ୍ଚୁରୁରେ କଳା ବିଭାଗରେ ଯୁକ୍ତ 2 ପରୀକ୍ଷାରେ 546 ମାର୍କ ରଖି ସ୍କୁଲରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କେବଳ ସ୍କୁଲରେ ନୁହେଁ, ହିଞ୍ଜିଳିକାଟୁ ବ୍ଲକ ସ୍ତରରେ ମଧ୍ୟ ସେ ପ୍ରଥମ ସ୍ଥାନ ଅଧିକାର କରିପାରିଛନ୍ତି। ଦିନକୁ 6ରୁ 7 ଘଣ୍ଟା ପରିଶ୍ରମ କରି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି ବର୍ଷା। ପରୀକ୍ଷାରେ ପ୍ରଥମ ହେବା ପରେ ବର୍ଷାଙ୍କ ପରିବାର ସହ ଅଞ୍ଚଳରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି। ମୁଁ ବର୍ଷା ମହାନ୍ତି, କଣ୍ଟାଇକୁଳି ଗ୍ରାମ ଏବଂ ମୁଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଞ୍ଚୁରରୁ ଯୁକ୍ତ 2 ପାସ୍ କରିଛି। ଏଇଟା ତ ବହୁତ ଖୁସିର କଥା ମୋ ପାଇଁ, ମୋ ବିଦ୍ୟାଳୟ, ମୋ ପରିବାର ସମସ୍ତଙ୍କ ପାଇଁ ଏଇଟା ବହୁତ ଖୁସିର କଥା। ବହୁତ ଖୁସି ବି ଲାଗୁଛି। ପରିଶ୍ରମ ତ ଥିଲା, ଦୈନିକ 5ରୁ 6 ଘଣ୍ଟା ପଢ଼ାପଢ଼ି ସହିତ ରିଭିଜନ, ତା ସହିତ ନୋଟ୍। ଏବେ ମୁଁ ଖଲିକଟ ୟୁନିଭର୍ସିଟିରେ ଆଡମିସନ କରିଛି +3। ଫିସ୍ରେ ଆମ ବଡ଼ ବାପାଙ୍କ ସାହାଯ୍ୟ କରିଥିଲେ। ଆମକୁ ଯେତିକି ବି କଲେଜ ହଉ ସ୍କୁଲ ହଉ ଯେତିକି ବି ଆମର ଫିସ୍ ହଉ ଯେତିକି ବି ଟଙ୍କା ଖର୍ଚ୍ଚ ହେଉଛି, ଆମ ବାବାଙ୍କ ଦେହ ଖରାପ ତ ସେଥିପାଇଁ ଆମ ବଡ଼ ବାପାଙ୍କୁ ସାହାଯ୍ୟ କରୁଛନ୍ତି। ଆଗକୁ ମୋତେ ଗୋଟେ ଶିକ୍ଷୟତ୍ରୀ ହେବାର ଇଚ୍ଛା ଅଛି। ସରକାର ଯଦି ଆମ ଭଳି ଗରିବ ଛାତ୍ରଛାତ୍ରୀ ମାନଙ୍କୁ ଏଥିପ୍ରତି କିଛି ସାହାଯ୍ୟ କରନ୍ତି, ତାହେଲେ ଅନେକ ଛାତ୍ରଛାତ୍ରୀ ଏଥିପ୍ରତି ଉପକୃତ ହେଇପାରିବେ। ସରକାରୀ ଉଚ୍ଚ ବିଦ୍ୟାଳୟ କଞ୍ଚୁରୁରେ ପ୍ରଥମ କରି 2023ରେ ଯୁକ୍ତ 2 କଳା ବିଭାଗ ଯୋଡ଼ି ହୋଇଥିଲା। ଯୁକ୍ତ 2ର ପ୍ରଥମ ଫଳାଫଳରେ ପ୍ରଥମ ବର୍ଷରେ ହିଁ ବ୍ଲକ ସ୍ତରରେ ଏହି ବିଦ୍ୟାଳୟର ଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସ୍କୁଲ ଅଧ୍ୟକ୍ଷଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଖୁସି ଥିବା କହିଛନ୍ତି ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ସେଠୀ। ବର୍ଷାଙ୍କ ସଫଳତାକୁ ନେଇ ସ୍କୁଲ ଗର୍ବିତ ଥିବାବେଳେ ଉଚ୍ଚଶିକ୍ଷା ପାଇଁ ବର୍ଷାଙ୍କ ପରିବାରରେ ଆର୍ଥିକ ସ୍ଥିତି ଖରାପ ଥିବାରୁ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ସ୍କୁଲ ଅଧ୍ୟକ୍ଷ ଓ କଳା ବିଭାଗର ଶିକ୍ଷକ ଚିନ୍ମୟ ପୋଲାଇ। ମୋ ନାଁ ଅଶୋକ କୁମାର ସେଠୀ, ପ୍ରିନ୍ସିପାଲ ଗଭର୍ଣ୍ଣମେଣ୍ଟ ହାଇରେ ସେକେଣ୍ଡାରୀ ଏଜୁକେସନ୍ କରିଛି। ସେ ବର୍ଷା ମହାନ୍ତି ଆମର ଏଇ ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବର ବିଷୟ। ଯେହେତୁ ଆମ ବିଦ୍ୟାଳୟ +2 ପ୍ରଥମ ବର୍ଷ ବେଚ୍ରେ ସେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଖାଲି ଉତ୍ତୀର୍ଣ୍ଣ ହୋଇନାହାନ୍ତି, ଏ ବିଦ୍ୟାଳୟ ପାଇଁ ସୁନାମ ରଖି ଯାଇଛନ୍ତି। ଯେହେତୁ ପ୍ରଥମ କ୍ଲାସରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଏଇ ବ୍ଲକ ହିଞ୍ଜିଳିକାଟୁ ବ୍ଲକରେ ମଧ୍ୟ ସେ ଟପର ହେଇକିରି ଉତ୍ତୀର୍ଣ୍ଣ ହୋଇଛନ୍ତି। ଏ ବିଦ୍ୟାଳୟ ପାଇଁ ଗୋଟେ ଗୌରବର ବିଷୟ। କିନ୍ତୁ ବାକି ରହିଲା ଯେ ସେ ପିଲାର ଆର୍ଥିକ ପଢ଼ିବା ପାଇଁ ଟିକେ ସମସ୍ୟା ରହୁଛି। ଯେହେତୁ ତାଙ୍କର ଆର୍ଥିକ ସମସ୍ୟା ରହୁଛି, ତାଙ୍କର ପରିବାରରେ ତାଙ୍କର ବାପା ଜଣେ ଶଯ୍ୟାଶାୟୀ ଏବଂ ସମସ୍ତେ ଅନ୍ୟମାନଙ୍କର କିଛି ଇନକମ୍ ସୋର୍ସ ନାହିଁ ଏବଂ ପ୍ରପର୍ଟି ମଧ୍ୟ ବିଶେଷ କରି ନାହିଁ। ତେଣୁ ସେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାଙ୍କର ବହୁତ ଇଚ୍ଛା ସେ ପିଲାର ଉଚ୍ଚ କୋଟିରେ ମାନେ ଭଲ ପାଠ ପଢ଼ି ଆଗକୁ ବଢ଼ିବା ପାଇଁ, କିନ୍ତୁ ତାଙ୍କୁ ଆର୍ଥିକ ସହାୟତା ନିହାତି ଆବଶ୍ୟକତା ରହୁଛି। ତେଣୁ ସେ ସେଥିପାଇଁ ଆବଶ୍ୟକ ମଣୁଛନ୍ତି। ତେଣୁ ତାଙ୍କ ପାଇଁ ଯଦି ଆମ ଗଭର୍ଣ୍ଣମେଣ୍ଟ ତରଫରୁ ଯେ କିଛି ସାହାଯ୍ୟ ମିଳନ୍ତା, ତାହେଲେ ପିଲାଟି ବହୁତ ଆଗକୁ ବଢ଼ିପାରନ୍ତା, ତାର ଇଚ୍ଛା ପୂରଣ ମଧ୍ୟ ହେଇପାରନ୍ତା। ମୁଁ ଚିନ୍ମୟ ପୋଲାଇ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଞ୍ଚୁରର ରାଜନୀତି ବିଜ୍ଞାନ ଅଧ୍ୟାପକ ଅଟେ। ନିଶ୍ଚୟ ବର୍ଷା ମହାନ୍ତି ଆମ ଛାତ୍ରୀ ଅଟେ। ଗର୍ବିତ କାହିଁକିନା ଆମ ବିଦ୍ୟାଳୟ ପ୍ରଥମ ଥର ପାଇଁ ଯୁକ୍ତ 2 ଦ୍ୱିତୀୟ ବର୍ଷ ପରୀକ୍ଷା ଦେଇଥିଲା। ସେଇ ପରୀକ୍ଷାରେ ପ୍ରଥମ ପରୀକ୍ଷାରେ ହିଁ ବର୍ଷା ମହାନ୍ତି ସମଗ୍ର ବିଦ୍ୟାଳୟ ତଥା ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି। ବେଶ ଗର୍ବିତ, କିନ୍ତୁ ଦୁଃଖ ଲାଗେ ଯେତେବେଳେ ବର୍ଷାର ପାରିବାରିକ ସ୍ଥିତି ଦୁର୍ବଳ ହୋଇ ପଡ଼େ। କାହିଁକିନା ବର୍ଷାକୁ ପାଠ ପଢ଼ାଇବା ପାଇଁ ତା ବାପା ଅସମର୍ଥ, ଶାରୀରିକ ଅସୁବିଧା ହେତୁ ସେ ତାକୁ ଉଚ୍ଚଶିକ୍ଷା ପଢ଼ାଇବା ପାଇଁ ଅସମର୍ଥ। ତେଣୁ ଯଦି ସରକାର ଏ ଦିଗରେ କିଛି କାମ କରିବେ, ସାହାଯ୍ୟ କରିବେ, ତେବେ ବର୍ଷା ମହାନ୍ତିର ଆଗାମୀ ଭବିଷ୍ୟତ ସଫଳ ପାରିବ। କାହିଁକି ତାର ଲକ୍ଷ୍ୟ ହେଉଛି ଗୋଟେ ଭଲ ଶିକ୍ଷୟତ୍ରୀ ହେବା ପାଇଁ। ଆପଣ ଜାଣନ୍ତି ବର୍ତ୍ତମାନ ସମୟରେ ପାଠ ପଢ଼ାଇବା ପାଇଁ କେତେ ଟଙ୍କା ଆବଶ୍ୟକ ପଡ଼େ। ତେଣୁ ଟଙ୍କାର ଅସମର୍ଥତା ହେତୁ ତାର ଆଗାମୀ ଭବିଷ୍ୟତ କିଭଳି ଭୂଷୁଣ୍ଡ ନ ପଡ଼େ, ତା ପ୍ରତି ସରକାର ଯତ୍ନବାନ ହେଲେ ତାର ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ ବୋଲି ମୁଁ ଆଶା କରୁଛି। ହେଲେ ବିଡ଼ମ୍ବନାର ବିଷୟ, ପରିବାରରେ ଆର୍ଥିକ ସ୍ଥିତି ଅଭାବରୁ ପାଠ ପଢ଼ାରେ ବାଧା ଉପୁଜୁଛି ବୋଲି ବର୍ଷା କହିଛନ୍ତି।
ପାଠ ପଢ଼ାରେ ବର୍ଷାଙ୍କୁ ତାଙ୍କ ବଡ଼ ବାପା ଭଗବାନ ମହାନ୍ତି ସହଯୋଗ କରିଥିବା ସେ କହିଛନ୍ତି। ମୁଁ ଶଙ୍କର ମହାନ୍ତି, ମୋର 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 ପୁଅ ଝିଅ ନା ବର୍ଷା ମହାନ୍ତି, ପୁଅ ନା ଆକାଶ ମହାନ୍ତି। ମୁଁ ଚାହୁଁଛି କିନ୍ତୁ +2 ପାସ୍ ହେଲା ବେଳେ +3 ପଢ଼ିବ, ସେଥିପାଇଁ ମୁଁ ସରକାରଙ୍କ ଠାରେ ନିବେଦନ କରୁଛି। ଟିକେ ଦେହ ଭଲ ନାହିଁ, କିଛି କର୍ମ କରିପାରୁନି। 2000 ମଧୁର ପେନସନ ପାଉଛି, 1000 ଟଙ୍କା ମତେ 3000 ଚଳିବା ଟିକେ ଅଭାବ ହଉଛି। ତେଣୁକରି ସରକାରଙ୍କୁ ନିବେଦନ କରୁଛି କିଛି ସାହାଯ୍ୟ ମିଳିବ ବୋଲି ଆଶା। କର୍କଟ ରୋଗରେ ପୀଡ଼ିତ ହୋଇଛନ୍ତି ବର୍ଷାଙ୍କ ବାପା। ବର୍ତ୍ତମାନ ପରିବାରର ରୋଜଗାର କହିଲେ ବାପାଙ୍କୁ ମିଳୁଥିବା 3000 ଭତ୍ତା ଟଙ୍କା। ଆଉ ଏହି ଭତ୍ତା ଟଙ୍କାରେ ଚଳୁଛନ୍ତି ପରିବାରର 4 ଜଣ ସଦସ୍ୟ। ଏପଟେ ଝିଅର ସ୍ୱପ୍ନ ରହିଛି ଶିକ୍ଷୟିତ୍ରୀ ହେବି। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଚିନ୍ତାରେ ଅସହାୟ ବାପା ଓ ମା। ଝିଅର ପଢ଼ା ଖର୍ଚ୍ଚ ଯୋଗାଇ ଦେବାକୁ ସରକାରଙ୍କୁ ସହାୟତା ଲୋଡ଼ିଛନ୍ତି ବର୍ଷାଙ୍କ ବାପା ଓ ମା। ମୋ ନାଁ ବନିତା ମହାନ୍ତି, ଝିଅ ବର୍ଷା ମହାନ୍ତି। ଆଉ ଝିଅ ପାଠ ପଢିବା 5-6 ଘଣ୍ଟା ପଢିବାର। ହଁ, ଏବେ ହେଲେ ଖୁସି ଅଛି। ସରକାର ସାହାଯ୍ୟ କରିଥିଲେ, ପିଲା ପାଠ ପଢିଥାନ୍ତା, ଆମେ ପଢେଇ ପାରୁନୁ ତ। ସ୍ୱାମୀଙ୍କର ରୋଜଗାର ନାହିଁ, ତାଙ୍କର ଦେହ ଭଲ ନାହିଁ, କ୍ୟାନ୍ସର ହେଇଛି। ତେବେ ସରକାରଙ୍କ ପକ୍ଷରୁ ବର୍ଷାଙ୍କ ପାଇଁ କିଛି ସହାୟତା ମିଳିଲେ ବର୍ଷା ଉଚ୍ଚ ଶିକ୍ଷା ପଢ଼ି ଶିକ୍ଷୟିତ୍ରୀ ହୋଇପାରିବେ ବୋଲି ଆଶା ରଖିଛନ୍ତି। ଗଞ୍ଜାମରୁ ପ୍ରତାପ କୁମାର ସାହୁ, ନ୍ୟୁଜ୍ 18 ଲୋକାଲ।